ଆସିଛି ସୁଯୋଗ ପ୍ରଭୁ ନାହାନ୍ତି ତ ତୁମ ପରେ କ୍ଷୁଭ ଖ୍ରୀଷ୍ଟଙ୍କୁ କରହେ ତ୍ୱରିତେ ସାକ୍ଷାତ ଶେଷ ବିଚାରର ଦିନ ଯେ ନିକଟ প্রিয় শ্ରୋତା ବନ୍ଧୁ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ସର୍ବୋନ୍ନତ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ଜହନ ଲିଖିତ ସୁସମାଚାର 12 ଅଧ୍ୟାୟର 47 ପଦରେ ପ୍ରଭୁ ଶ୍ରୀଖ୍ରୀଷ୍ଟ ଏପରି କହନ୍ତି, କେହି ଯଦି ମୋର ବାକ୍ୟ ଶୁଣି ପାଳନ କରେ ନାହିଁ ତାହେଲେ ମୁଁ ତାହାର ବିଚାର କରେ ନାହିଁ। କାରଣ ମୁଁ ଜଗତର ବିଚାର କରିବାକୁ ନ ଆସି ବରଂ ଜଗତକୁ ପରିତ୍ରାଣ କରିବାକୁ ଆସିଅଛି। ଜଗତ ଅର୍ଥାତ୍ ମନୁଷ୍ୟ ଜାତି। ପବିତ୍ର ବାଇବଲ ପ୍ରଭୁ ଶ୍ରୀଖ୍ରୀଷ୍ଟ ଜଗତକୁ ଆସିବାର ଦୁଇଟି ସମୟ ଉଲ୍ଲେଖ କରେ। ପ୍ରଥମଟି ଭୂତକାଳରେ ଯେତେବେଳେ ସେ ଆସିଥିଲେ, ଦ୍ୱିତୀୟଟି ଭବିଷ୍ୟତ କାଳରେ ଯେତେବେଳେ ସେ ଆସିବେ। ପ୍ରଭୁ ଶ୍ରୀଖ୍ରୀଷ୍ଟ ଆପଣ ପ୍ରଥମ ଆଗମନ ସମ୍ବନ୍ଧରେ ଏଠାରେ କହନ୍ତି। ପ୍ରଥମ ଆଗମନରେ ସେ ମନୁଷ୍ୟର ବିଚାର କରିବା ନିମନ୍ତେ ନୁହଁ, ବରଂ ମନୁଷ୍ୟର ତ୍ରାଣକର୍ତ୍ତା ରୂପେ ଆସିଲେ। କ୍ରୁଶ ଉପରେ ସେ ଆପଣା ବଳିଦାନ ଦ୍ୱାରା ଏପରି ପ୍ରାୟଶ୍ଚିତ୍ତର କାର୍ଯ୍ୟ ସାଧନ କଲେ, ଯାହା ବିଶ୍ୱାସ କରିବା ଦ୍ୱାରା କାର୍ଯ୍ୟକାରୀ ହୋଇଥାଏ। ଯେ ବିଶ୍ୱାସ କରେ ନାହିଁ ତାହାର ବିଚାର ପ୍ରଭୁ ଆପଣ ଦ୍ୱିତୀୟ ଆଗମନ ବେଳେ କରିବେ। ସେ ମନୁଷ୍ୟକୁ ପ୍ରେମ କରନ୍ତି, ତେଣୁ ପରିତ୍ରାଣ ଦେବା ନିମନ୍ତେ ସେ ପ୍ରଥମ ଥର ଆସିଥିଲେ, କିନ୍ତୁ ଅତି ଶୀଘ୍ର ସେ ଦ୍ୱିତୀୟ ଥର ଆଗମନ କରି ବିଚାର କରିବେ। ଆମେ ତାହାଙ୍କୁ କିପରି ଦେଖିବାକୁ ଚାହିଁବା? ତ୍ରାଣକର୍ତ୍ତା ରୂପେ ନା ବିଚାରକର୍ତ୍ତା ରୂପେ?